ଉଲୁଣ୍ଡା ବନାଞ୍ଚଳ ଅଧୀନସ୍ଥ ଦୀପପାଲି ଗାଁ ନିକଟ ଚାନ୍ଦିଲି ସଂରକ୍ଷଣ ଜଙ୍ଗଲରୁ ଶାଳ କାଠ ଜବତ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଳନା କରିଛି ବନ ବିଭାଗ। ଗିରଫ ଅଭିଯୁକ୍ତମାନେ ହେଲେ ବୁଢ଼ୀଝରଣର ମାଟିଆ ବଲ୍ଲାର ମାର୍ସର ବଲାର ମୌନ କଡ଼ାଙ୍ଗଡି। ସୂଚନା ଅନୁସାରେ ଆଜି ସକାଳୁ ଉକ୍ତ ଜଙ୍ଗଲରେ କାଠ କରାଇବାକୁ ଯାଉଥିବା ବେଳେ ବନ ବିଭାଗ ଖବର ପାଇଥିଲା। ଫରେଷ୍ଟର ଦିନେଶ ମାଝୀ, ଗାର୍ଡ ଶକ୍ତିରାଜ ସିଂ ଧରୁଆ, ସତ୍ୟନାରାୟଣ ମେହେର, ଅଚ୍ୟୁତ ଦେହେରୀ, ପ୍ରକାଶ ମେଲ୍ଲି, ସତଦେବ ବେହେରା ସମେତ ସ୍କ୍ୱାଡ୍ ଟିମ୍ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ସେଠାରେ 50 ଖଣ୍ଡ ଶାଳକାଠ, 60ଟି ଗଣ୍ଡି ଜବତ କରିଥିବା ସମ୍ପୃକ୍ତ ଥିବା ମାଟିସାହିର ମାର୍ସେଲ ଏବଂ ମୌନଙ୍କୁ ଗିରଫ କରିଥିଲା। ଏନେଇ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ 103/25 ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଳନା କରାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।